ଧର୍ମାନ୍ତୀକରଣ ପ୍ରୟାସକୁ ବିଫଳ କରିଦିଆଗଲା ଏମିତି ଲେଖିକି ମାନେ କ୍ରେଡିଟ୍ ନେବାକୁ ଚେଷ୍ଟା କରନ୍ତି। ଗୋଟେ ଆଣ୍ଟି କନଭର୍ଜନ ଲ ଅଛି, ଦେଖିବେ ସେଥିରେ କିଭଳି ଭାବରେ ଶବ୍ଦ ଗୁଡ଼ିକ ଖଞ୍ଜା ଯାଇଛି, ସେଥିରେ সেটা ধর্ম পরিবর্তনକୁ বিରୋଧ କରିବା ପାଇଁ ଖାସ କରିକି ସେ ଆଇନ ଗୁଡ଼ା ବନା ହେଇଛି। ତ ସେଇଟା ବୁଝିବା ନିହାତି ଜରୁରୀ ଆମମାନଙ୍କୁ କେମିତି ଭାବରେ ଛୋଟ ଛୋଟ ଶବ୍ଦ ଗୁଡ଼ିଆ କହିବା ଦ୍ୱାରା କିମ୍ବା ଛୋଟ ଛୋଟ କାର୍ଯ୍ୟ ଗୁଡ଼ିକ ଦ୍ୱାରା ମଧ୍ୟ ଆମକୁ ଭୁଲରେ ଆଇନଗତ ଫାନ୍ଦରେ ଫସାଇ ଦିଆଯାଇପାରେ। ତ ମାନେ ଆମର ଭାରତୀୟ ସଂସ୍କୃତିକୁ ନଷ୍ଟ କରୁଛନ୍ତି, ଏମାନେ ଗୋଟେ ବିଦେଶୀ ଧର୍ମକୁ ଆଣି ଆମ ଦେଶରେ ପୁରଉଛନ୍ତି। କେଉଁଠି କାହାକୁ ଗାଁରେ ବାସନ କରିଦିଆଯାଉଛି, କାହାକୁ ଘରୁ ବାହାର କରିଦିଆଯାଉଛି, ନୂଆ ଯେତେବେଳେ ସେମାନେ ପ୍ରଭୁଙ୍କୁ ବିଶ୍ୱାସ କରୁଛନ୍ତି, ଏମିତି ବହୁତ ଘଟଣା ଘଟୁଛି। କିନ୍ତୁ ଅଳ୍ପ କିଛି ସାମ୍ନାକୁ ଆସୁଛି, ଯେଉଁଟା ଆମେ ସୋସିଆଲ ମିଡ଼ିଆରେ ଦେଖୁଛୁ। କି ଆଣ୍ଟି କନଭର୍ଜନ ଲକୁ ନେଇକି, ଯେଉଁଟା ଧର୍ମ ପରିବର୍ତ୍ତନ ବିରୋଧୀ ଆଇନକୁ ନେଇକି ଆମ ଦେଶରେ ଆଜି ପର୍ଯ୍ୟନ୍ତ କୌଣସି ମଧ୍ୟ ଅଦାଲତରେ କୌଣସି ପାଳକ ପ୍ରଚାରକଙ୍କୁ କେବେ ବି କନଭିକ୍ଟ କରାଯାଇନି, ମାନେ ଦୋଷୀ ସାବ୍ୟସ୍ତ କେହି ବି ହେଇନାହାନ୍ତି। ସମସ୍ତଙ୍କୁ ଖ୍ରୀଷ୍ଟପ୍ରେମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆପଣମାନଙ୍କ ପ୍ରତ୍ୟେକଙ୍କୁ ଆଉ ଗୋଟେ ଭିଡ଼ିଓକୁ ମୁଁ ସ୍ୱାଗତ କରୁଅଛି। ତେବେ ଆପଣମାନଙ୍କର ମନେ ଥିବ କିଛି ଦିନ ପୂର୍ବରୁ ଗୋଟେ ଭିଡ଼ିଓ ମୁଁ ଅପଲୋଡ଼ କରିଥିଲି ତାଡ଼ନାକୁ ନେଇକି। ଏଇ ଚ୍ୟାନେଲରେ ଆପଣ ପାଇପାରିବେ, ଯାହାକି ଜଣେ ଭାଇଙ୍କ ସହିତ ଇଣ୍ଟରଭ୍ୟୁ ମାଧ୍ୟମରେ ସେ ଭିଡ଼ିଓକୁ ସୁଟିଂ କରାହେଇଥିଲା। ଯେ ବିଶେଷ କରି ତାଡ଼ନା ଆଜିକାଲି ଆମ ଭାରତବର୍ଷରେ ତାଡ଼ନା ଏତେ ମାତ୍ରାରେ ବଢ଼ି ବଢ଼ି ଚାଲିଛି, ଅନେକ ଭାଇ ଭଉଣୀମାନେ ସେମାନେ ପୁରା ବିଚଳିତ ହୋଇପଡ଼ୁଛନ୍ତି, କ'ଣ କରିବେ କ'ଣ ନାହିଁ, କ'ଣ କରାଯିବ ସେ ଆଇଡ଼ିଆ ସେମାନଙ୍କର ନାହିଁ। ତେଣୁ ଆଜି ଆମେ ଭାଇଙ୍କ ଗହଣରେ ଆମେ ଏଇଠି ଅଛୁ, ଭାଇଙ୍କ ସହିତ ଆମେ ଅଛୁ। ଆଜି ଆମେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଆମେ ଆଲୋଚନା କରିବା। ତେଣୁ ଭିଡ଼ିଓକୁ ଆପଣ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଅନେକ ବିଷୟ ଜାଣିବେ। କାରଣ ଯେପରି ତାଡ଼ନା ହେଉଛି ଆଜିକାଲି ଏଇ ଭାରତବର୍ଷରେ, ସେହି ବିଷୟକୁ ଆଧାର କରିକି ଆଜି ଆମେ ଭିଡ଼ିଓ ଆମେ ତିଆରି କରୁଅଛୁ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା କରାଯାଇଥିଲା। ଆଉ ଯଦି ଆପଣ ସେ ଭିଡ଼ିଓକୁ ଦେଖିନାହାନ୍ତି ତେବେ ଚ୍ୟାନେଲକୁ ଯାଇପାରିବେ, ନହେଲେ ମୋର ଡେସ୍କ୍ରିପସନ୍ରେ ସେ ଭିଡ଼ିଓର ଲିଙ୍କ୍ ଅଛି, ତାକୁ ମଧ୍ୟ ଆପଣ ଦେଖିପାରିବେ। ତେବେ ଆପଣ ସେଇ ଭିଡ଼ିଓକୁ ନିଶ୍ଚିନ୍ତ ରୂପରେ ଦେଖନ୍ତୁ। ତେବେ ଏଇ ଯେଉଁ ତାଡ଼ନା ବର୍ତ୍ତମାନ ଚାଲିଛି ଆମ ଭାରତରେ ହେଉ, ଭାରତ ବାହାରେ ହେଉ କିମ୍ବା ଓଡ଼ିଶାର ମଧ୍ୟ ହେଉ, ଅନେକ ଦିନରୁ ତାଡ଼ନା ରହିଆସିଅଛି। ଆଉ ପବିତ୍ର ବାଇବଲରେ ମଧ୍ୟ ଲେଖା ଅଛି ଯେ ତାଡ଼ନା ହେବ। ତାଡ଼ନା ହେବ ତା'ର ମାନେ ଏଇଆ ନୁହେଁ ଯେ ଅନାବଶ୍ୟକ ତାଡ଼ନାକୁ ଆମେମାନେ ଗ୍ରହଣ କରିବା ବା ଆସିବାକୁ ଆମେମାନେ ଅନୁମତି ଦେବା। ତେବେ ମୋ ପାଖରେ ଗୋଟେ ବହି ଅଛି, ଦେଖନ୍ତୁ, ଭୟର ମୁକ୍ତି ଏ ବହି। ଆଉ ସେ ଭିଡ଼ିଓରେ ଆମେ ଆଲୋଚନା କରିଥିଲେ ଏବଂ ଅନେକ ସେ ବହି ଅର୍ଡ଼ର ମଧ୍ୟ କରିଛନ୍ତି। ଆଉ ଯଦି ଆପଣ ଚାହୁଁଛନ୍ତି ଏଇ ବହିକୁ ଅର୍ଡ଼ର କରିବା ନିମନ୍ତେ ଅର୍ଡ଼ର କରିପାରିବେ, କାରଣ ଏଠାରେ ଏମିତି ବିଷୟ ସବୁ ଲେଖା ଅଛି ଯାହାକି ତାଡ଼ନାକୁ, ଅନାବଶ୍ୟକ ତାଡ଼ନାକୁ ଅଟକିବା ନିମନ୍ତେ ଆମକୁ ସାହାଯ୍ୟ କରିବ। ଏବଂ ଖ୍ରୀଷ୍ଟ ବିରୋଧୀମାନେ ଯେଉଁ ଅଯଥାରେ ସେମାନେ ଯେପରି ଜୁଲୁମ କରନ୍ତି ଅନ୍ୟମାନଙ୍କ ଉପରେ, ଖ୍ରୀଷ୍ଟିଆନ ଲୋକମାନଙ୍କ ଉପରେ ଆସିକି ଡରାନ୍ତି, ଧମକାନ୍ତି, ତୁମେ କାହିଁକି ଏଠି ଉପାସନା କରୁଛ, କାହିଁକି ପ୍ରାର୍ଥନା କରୁଛ। ଅବଶ୍ୟ ସେଇଟା ଆମ ଅଧିକାର, ସମ୍ବିଧାନ ମଧ୍ୟ ତାହା ଆମକୁ ଅଧିକାର ଦେଇଅଛି। ତଥାପି ସେମାନେ ଆସିକି ଧମକ ଦିଅନ୍ତି, ଚମକ ଦିଅନ୍ତି, ଡରାନ୍ତି, ଧମକାନ୍ତି, ତୁମେ ଏଠି ପ୍ରାର୍ଥନା କରିପାରିବ ନାହିଁ। ଆଉ ସେମାନେ ବି ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ସେମାନେ ବି ନୀରବ ରହନ୍ତି। ତା କାରଣ ହେଉଛି ସେମାନଙ୍କୁ ମଧ୍ୟ ଜଣା ନାହିଁ ସେମାନେ କ'ଣ କରିବେ। ଆଉ ଭାରତର ସମ୍ବିଧାନରେ ଯେଉଁ ଅଧିକାର ଦିଆହେଇଛି ତାକୁ ମଧ୍ୟ ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ସେମାନେ ମଧ୍ୟ ଜାଣନ୍ତି ନାହିଁ, ଯାହାଫଳରେ ବିରୋଧୀମାନେ ସୁଯୋଗ ପାଆନ୍ତି ଡରାଇବା ନିମନ୍ତେ, ଧମକାଇବା ନିମନ୍ତେ। ଆଉ ସେଇ ଭିଡ଼ିଓରେ ଆମେ ଏମିତି ବିଷୟ ସବୁ ଆଲୋଚନା କରିଥିଲେ, ଯଦି ଆପଣ ତାହା ଶୁଣିବେ ତେବେ ଆପଣଙ୍କର ସେବା କାର୍ଯ୍ୟ କରିବା ନିମନ୍ତେ ଆପଣଙ୍କର ସାହସ ମଧ୍ୟ ବଢ଼ିଯିବ। ଆଉ ଯଦି ଆପଣ ଏଇ ବହିକୁ ଯଦି ଅର୍ଡ଼ର କରନ୍ତି, ଏଇ ବହି ଯାହାକି ମୋ ପାଖରେ ଅଛି, ଲେଖା ଅଛି ଭୟର ମୁକ୍ତି ମଣ୍ଡଳୀ ନିମନ୍ତେ ଆଇନଗତ ପୁସ୍ତିକା। ଏହାର ଲେଖକ ହେଉଛନ୍ତି ବ୍ରିଜେଶ ଚରଟିଆ ଏବଂ ତାକୁ ଓଡ଼ିଆରେ ଅନୁବାଦ କରିଛନ୍ତି ଆମର ଅନନ୍ତ ଗୁରୁପଦ, ଆମର ଅନୁଗୁଳର। ଆଉ ଆପଣ ସେଇ ଭିଡ଼ିଓରେ ଆପଣ ସମସ୍ତ ବିଷୟ ଜାଣିପାରିବେ। ଆପଣ ନିଶ୍ଚିନ୍ତ ରୂପେ ଡେସ୍କ୍ରିପସନ୍କୁ ଯାଆନ୍ତୁ, ଲିଙ୍କ୍କୁ କ୍ଲିକ୍ କରନ୍ତୁ ଆଉ ସେ ଭିଡ଼ିଓକୁ ଆରମ୍ଭର ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଯଦି ଆପଣ ଚାହୁଁଛନ୍ତି ଏଇ ବହିକୁ ଅର୍ଡ଼ର କରିବା ନିମନ୍ତେ, ତେବେ ସେଇ ଭିଡ଼ିଓର ଡେସ୍କ୍ରିପସନ୍ରେ ଗୋଟେ ଫୋନ୍ ନମ୍ବର ଅଛି। ଆଉ ସେଇ
ଡେସ୍କ୍ରିପ୍ସନ୍ ଫୋନ୍ ନମ୍ବର ଅଛି ଏବଂ ସେଇ ଭିଡ଼ିଓ ଭିତରେ ମଧ୍ୟ ଫୋନ୍ ନମ୍ବର ଅଛି। ଆପଣ ଯଦି ସେଇ ଭିଡ଼ିଓ ଦେଖିବେ ଯେଉଁଟାକି ଇଣ୍ଟରଭ୍ୟୁ ମାଧ୍ୟମରେ ଅନନ୍ତ ଭାଇଙ୍କ ସହିତ ଆମର ଆଲୋଚନା ହୋଇଥିଲା ଭାରତରେ ହେଉଥିବା ତାଡ଼ନା ଓଡ଼ିଶାରେ ହେଉଥିବା ତାଡ଼ନା ବିଷୟରେ ଆଲୋଚନା ହୋଇଥିଲା ଯେ କିଭଳି ରୋକାଯାଇପାରିବ, ବିରୋଧୀମାନଙ୍କୁ କିପରି ଭାବରେ ରୋକାଯାଇପାରିବ, ଯାହାଫଳରେ ସେମାନେ ଯେଉଁ ଅନାବଶ୍ୟକ ତାଡ଼ନା କରିବାକୁ ଆସନ୍ତି ସେମାନଙ୍କୁ ଆମେ ସୁଯୋଗ ଦେବା ନାହିଁ ତାଡ଼ନା କରିବା ନିମନ୍ତେ। ଆଉ ଏଇ ବହି ଯଦି ଆପଣ ନେଇକି ପଢ଼ିବେ ଏମିତି ବିଷୟ ସବୁ ଲେଖା ଅଛି, ବିରୋଧୀମାନେ ଆପଣଙ୍କୁ ଭୟ କରିବେ। ଆପଣ ବିରୋଧୀମାନଙ୍କୁ ଭୟ କରିବା ଦରକାର ନାହିଁ, ବରଂ ବିରୋଧୀମାନେ ଆପଣଙ୍କୁ ଭୟ କରିବେ। ଏଇଟା ନିହାତି ସତ କଥା, ନିତାନ୍ତ ସତ୍ୟ ବିଷୟ ଅଛି। ତେବେ ଏଇ ବହିକୁ ଆପଣ ଅର୍ଡ଼ର କରିପାରିବେ ଏବଂ ନିଶ୍ଚିତ ଭାବରେ ସେ ଭିଡ଼ିଓକୁ ଆପଣ ଥରେ ଦେଖନ୍ତୁ। ତାପରେ ଆଉ ଗୋଟେ କଥା ମୁଁ କହିବି ଯେ ଅନେକ ଭାଇ ଭଉଣୀ କହିବେ ଯେ ବାଇବେଲରେ ତ ଲେଖା ଅଛି, ପ୍ରଭୁ ଯୀଶୁ ତ କହିଛନ୍ତି ଯେ ତାଡ଼ନା ହେବ। ହଁ, ତାଡ଼ନା ହେବ, କିନ୍ତୁ ଅନାବଶ୍ୟକ ତାଡ଼ନା ଯେଉଁଟା ଅଛି, ଯେଉଁଟା ହେଉଛି ବର୍ତ୍ତମାନ, ଯେଉଁଠି ତାଡ଼ନା ହେବା କଥା ନୁହେଁ, ବିରୋଧୀମାନେ ତା'ର ସୁଯୋଗ ନେଇକି ସେମାନେ ଯେଉଁ ଧମକ ଚମକ ଦିଅନ୍ତି, ପିଟାମରା କରନ୍ତି, ଅନେକ ଜାଗାରେ ହତ୍ୟା ମଧ୍ୟ କରିଦିଅନ୍ତି। ଏସବୁ ଦେଖିକି ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ସେମାନେ ଡରିକି ସେମାନେ ଉପାସନା କରିବା ମଧ୍ୟ ସେମାନେ ଛାଡ଼ି ଦିଅନ୍ତି, ପ୍ରାର୍ଥନା କରିବା ଛାଡ଼ି ଦିଅନ୍ତି। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଯେଉଁ ଆତ୍ମିକ କାର୍ଯ୍ୟଗୁଡ଼ିକ ରହିଅଛି ତାହା କରିବା ନିମନ୍ତେ ସେମାନେ ସେ ସମସ୍ତ ସେମାନେ କରନ୍ତି ନାହିଁ, ଭୟରେ ସେମାନେ କରନ୍ତି ନାହିଁ। ଆଉ ଅନେକ କହନ୍ତି ତାଡ଼ନା ଘଟିବ, ହଁ ତାଡ଼ନା ଘଟିବ, କିନ୍ତୁ ଅନାବଶ୍ୟକ ତାଡ଼ନାକୁ ଆମେମାନେ ଅନୁମତି ଦେବା ନାହିଁ। ଆଉ ପ୍ରଭୁ ଯୀଶୁ କହିଲେ ତାଡ଼ନା ହେବ, କିନ୍ତୁ ଆଉ ଗୋଟେ ଜାଗାରେ ମଧ୍ୟ ପ୍ରଭୁ ଯୀଶୁ କହିଲେ ଯେ ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମମାନଙ୍କୁ ପଠାଉଅଛି। ଅତଏବ ସର୍ପ ପରି ଚତୁର ଏବଂ କପଟ ପରି ଅହିଂସ୍ର ହୁଅ। ମାଥ୍ୟୁ 10 ପର୍ବର 16 ପଦ ଯଦି ପଢ଼ିବେ ତେବେ ଆପଣ ସେଠାରେ ପାଇପାରିବେ। ଏପରି ଅନେକ ବାଇବେଲ ଅଂଶ ଗୁଡ଼ିକ ରହିଅଛି ଯେଉଁଠି ଆମକୁ ଚତୁର ହେବା ନିମନ୍ତେ ମଧ୍ୟ ଆମକୁ ଆଦେଶ ଦିଆଯାଇଅଛି। ଆମମାନେ ପ୍ରଭୁଙ୍କ ସେବା କାର୍ଯ୍ୟ କରିବା, ଆମେ ତାଡ଼ନାକୁ ଭୟ କରିବା ନାହିଁ, ବିଲକୁଲ ବି ଭୟ କରିବା ନାହିଁ। ଆମେ ତା'ର ଉଚିତ ଆମେ ଜବାବ ଦେବା। କେମିତି ଜବାବ ଦେବା? ସମ୍ବିଧାନ ନିୟମ ଅନୁସାରେ, ଦେଶର ନିୟମକୁ ନେଇକି ଆମେମାନେ ସେମାନଙ୍କୁ ଜବାବ ଦେବା। ଯଦି କି ଆପଣଙ୍କୁ ଆସିକି ଡରଉଛି, ଧମକଉଛି ଯେ ଏଠାରେ ଗିର୍ଜା କର ନାହିଁ, ଏଠି ଉପାସନା କର ନାହିଁ, ପ୍ରାର୍ଥନା ବନ୍ଦ କର, ତେବେ ଆପଣ ଗୋଟେ ବିଷୟ ସେମାନଙ୍କୁ ପଚାରନ୍ତୁ, ଆପଣ କେଉଁ ଅଧିକାର ନେଇକି ଆପଣ ଏସବୁ ବିଷୟ କହୁଛନ୍ତି? କିଏ ଆପଣଙ୍କୁ ଅଧିକାର ଦେଲା? କିନ୍ତୁ ଆମେ ଯେ ଏଠାରେ ଉପାସନା କରିବୁ ଆମକୁ ଅଧିକାର ଦିଆଯାଇଛି, ଆଇନ ଆମକୁ ଅଧିକାର ଦିଆଯାଇଛି। ସେମାନେ ଯଦି ଯୁକ୍ତି କରନ୍ତି ଯେ କେଉଁଠି ତୁମକୁ ଅଧିକାର ଦିଆଯାଇଛି, କିଏ ତୁମକୁ ଅଧିକାର ଦେଲା ଏଠି ପ୍ରାର୍ଥନା କରିବା ପାଇଁ, ତେବେ ସମ୍ବିଧାନର 23, 24, 25, 26 ଯଦି ଧାରାଗୁଡ଼ିକ ଆପଣ ପଢ଼ିବେ କିମ୍ବା 28 ଧାରା ପର୍ଯ୍ୟନ୍ତ ଯଦି ଆପଣ ପଢ଼ିବେ, ସେଠାରେ ଧର୍ମଗତ ସ୍ୱାଧୀନତା ଅଧିକାର ବିଷୟ ଲେଖା ଅଛି। ଜଣେ ନିଜର ଇଚ୍ଛା ଅନୁସାରେ ନିଜ ଧର୍ମକୁ ଗ୍ରହଣ କରିପାରିବ, ତାକୁ ପ୍ରଚାର କରିପାରିବ, ତାକୁ ଅଭ୍ୟାସ କରିପାରିବ, ନିଜର ଉପାସନା ଗୃହକୁ ବନେଇ ପାରିବ, ସେଠାରେ ପ୍ରାର୍ଥନା କରିପାରିବ। ଏସବୁ ଅଧିକାର ଗୁଡ଼ିକ ତାକୁ ଦିଆଯାଇଛି। ଏବଂ ଯଦି କେହି ଆସିକି ସେ ଅଧିକାର ଯଦି ଭଙ୍ଗ କରିବା ପାଇଁ ଚେଷ୍ଟା କରୁଛି, ସେ ଅଧିକାର ଛଡ଼ାଇ ନେବା ଚେଷ୍ଟା କରୁଛି, ଉଲ୍ଟି ଆପଣ ସେମାନଙ୍କ ବିରୁଦ୍ଧରେ ଥାନାରେ ଯାଇ କେସ୍ କରିପାରିବେ। ଏମିତି ଗୋଟେ ଜାଣିବା ନିମନ୍ତେ ମୁଁ କହିଦେଲି ଆପଣଙ୍କୁ। ସେମାନେ କ'ଣ ଆପଣଙ୍କୁ ଆକ୍ସନ୍ ନେବେ? ଆପଣ ସେମାନଙ୍କ ବିରୁଦ୍ଧରେ ଆକ୍ସନ୍ ନେଇପାରିବେ। ଏଇଟା ଆପଣଙ୍କର ଅଧିକାର ଅଛି। ସମ୍ବିଧାନ ଆପଣଙ୍କୁ ଅଧିକାର ପ୍ରଦାନ କରିଅଛି। ତେଣୁ ତାଡ଼ନାକୁ ବିଲକୁଲ ବି ଭୟ କରନ୍ତୁ ନାହିଁ। ଅନେକ ଫୋନ୍ କଲ୍ ମୋ ପାଖକୁ ଆସେ ଯେ ଆଜ୍ଞା ଆମ ଅଞ୍ଚଳରେ ଏମିତି ତାଡ଼ନା ହେଇଛି, ଆମ ଚର୍ଚ୍ଚରେ ତାଡ଼ନା ହେଇଛି, ପ୍ରାର୍ଥନା କରନ୍ତୁ। ଅନେକ ବିଷୟ ଆସେ। ତେଣୁ ମୁଁ ମଧ୍ୟ ଚିନ୍ତା କଲି କାହିଁକି ନା ଏହିପରି ଗୋଟେ ଭିଡ଼ିଓ ତିଆରି କରାଯାଉ, ଯାହାଫଳରେ ଅନେକ ଯେପରି ସତର୍କ ହେବେ। ଆମ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ତାଡ଼ନା ଭୋଗ କରିବାର ତା'ର ମୁଖ୍ୟ କାରଣ ହେଉଛି ସତର୍କତାର ଅଭାବ। ତା ଫଳରେ ଏହି ସମସ୍ତ ତାଡ଼ନା ହେଉଛି। ଆମେ ଯଦି ସତର୍କ ରହିବା ତେବେ ଏହି ସମସ୍ତ ଅନାବଶ୍ୟକ ତାଡ଼ନା ଆମ ଜୀବନରେ ଘଟିବ ନାହିଁ। ତେବେ ଏହି ବହି ନିଅନ୍ତୁ, ପଢ଼ନ୍ତୁ।
आउ से वीडियो को आप निश्चय देखंतु जार डिस्क्रिप्शन रे ए वीडियो डिस्क्रिप्शन रे मु से वीडियो रो लिंक मध्य दउची आपन से वीडियो को देखंतु आ मध्य आ गोटे चैनल अछि अनंत भाईकर चैनल जे कि ए बहिटा लिखिचंती तांकर मध्य गोटे यूट्यूब चैनल अछि आपन सेई चैनल को मध्य जाई सब्सक्राइब करंतु आ तांकर सहित मत जड़ित होंतु तांकर चैनल को जाई कि तांको मध्य विभिन्न आईन विषय आपण तांको प्रश्न मध्य पचारि परिबे तांकर फोन नंबर अछि फोन करिकि ए सामाजिक समस्या गुड़िकर समाधान किपरि हबो आपण मध्य तांको फोन करि परिबे एतरे कोनसी भी प्रॉब्लम हबो नै तबे प्रिय बंधुगण एतिकि मो कहया पई आजिर वीडियो मो तयारी कली खास आपण निमंते आपण से वीडियो को देखंतु डिस्क्रिप्शन को जानतु तल को जानतु जमके मोर बोली जो लिखा अछि मोर ऑप्शन ऊपर क्लिक करंतु आपण डिस्क्रिप्शन रे पहुंची जिवे सेठी वीडियो रही अछि से वीडियो को आपण निश्चित रूप से प्रथम शेष पर्यंत देखंतु अनेक जानिबार विषय अछि जा कि आपण को निमंते निहाते 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 दरकार आपण को निमंते जरूरी अटे तेणु जानतु से वीडियो को देखंतु तबे समस्त को ख्रीष्ट प्रिय मोर बड़ आंतरिक नमस्कार तबे प्रिय बंधुगण आपण सहित देखा आउ गोटे वीडियो रे आउ गोटे अध्याय नमस्कार।